ଲମ୍ କହିବେ, ଆମେ ଉଭୟ ଉଭୟଙ୍କୁ ପସନ୍ଦ କରୁ ସତ, ଯେତେବେଳେ ଯାଇ ଆମେ ଉଭୟ ଉଭୟଙ୍କୁ ଚିହ୍ନିବୁ ଜାଣିବୁ ସେତେବେଳେ ଯାଇ କଥା ଆଗକୁ ବଢ଼ିବ ନା। ଆଉ ଏତିକିରେ ଆପଣମାନେ ଏମିତି ରିଆକ୍ଟ କରୁଛନ୍ତି ଯେମିତିକି ମୁଁ ବହୁତ ବଡ଼ ପାପ କରିଦେଇଛି। ତାପରେ ରୁବି କହିବେ, ତାମାନେ କ'ଣ ତୁ ପାପ କଲା ପର୍ଯ୍ୟନ୍ତ ଆମେ ଅପେକ୍ଷା କରି ରହିବୁ? ତୋ ଫ୍ରେଣ୍ଡସିପ୍ କ'ଣ ମୁଁ ଠିକ୍ ବୁଝିପାରୁଛି ନୀଲମ। ତୁ ସଞ୍ଜୀବକୁ ପସନ୍ଦ ନୁହେଁ, ପ୍ରେମ କରିବା ଆରମ୍ଭ କରିସାରିଲୁଣି। ଏ କଥା ମୁଁ ଭଲ ଭାବରେ ବୁଝିପାରୁଛି। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ଦେଖିଲ ତ ଆଦର୍ଶ, କଥା ଆସି କେତେ ବାଟରେ ପହଞ୍ଚିଗଲାଣି। ସେଇଥିପାଇଁ ମୁଁ ଆଜି ତମକୁ ସକାଳେ କହିଥିଲି ସେମାନଙ୍କୁ ଅଟକାଅ, ସଞ୍ଜୀବଙ୍କ ସାଙ୍ଗରେ କଥା ହୁଅ ଏ ବିଷୟରେ ହୁଅ ବୋଲି। ତାପରେ ଆଦର୍ଶ କହିବେ, ଆରେ ତମେ ମୋ ଉପରେ ଦୋଷ ଦେଲେ କ'ଣ ହେବ? ମୁଁ କ'ଣ ସଞ୍ଜୀବ ସହିତ କଥା ହେବା ପାଇଁ ଚେଷ୍ଟା କରିନଥିଲି? ସଞ୍ଜୀବ ମୋତେ ଟାଇମ୍ ଦେଲେ ତ। ତାପରେ ରୁବି ସଞ୍ଜୀବକୁ କହିବେ, ଗୋଟେ କଥା ମନେ ରଖ ସଞ୍ଜୀବ, ତୁ ଯେତେ ବଡ଼ ପୋଲିସ ଅଫିସର ହେଲେ ବି ନୀଲମ ତୋତେ କେବେ ବି ବାହା ହେବନି। କାରଣ ନୀଲମର ହଜବେଣ୍ଡ ଜଣେ ବିଜନେସମ୍ୟାନ୍, ଆଉ ସେ ତୋଠୁ 1000 ଗୁଣ ଧନୀ। ତାପରେ ସଞ୍ଜୀବ ଚାଲି ଯାଉଥିବେ। ତାପରେ ନୀଲମ ସଞ୍ଜୀବକୁ କହିବେ, ଟ୍ରଷ୍ଟ ମି ସଞ୍ଜୀବ, ମୋତେ ତମ ଭଳି ପୋଲିସ ଅଫିସର ପାଇଁ ବହୁତ ଗର୍ବ ଲାଗୁଛି। ମୁଁ ତୁମକୁ ବହୁତ ପସନ୍ଦ କରେ। ତମ ଫ୍ରେଣ୍ଡସିପ୍ ମୋ ପାଇଁ ବହୁତ ମାନେ ରଖେ। ତାପରେ ସଞ୍ଜୀବ ଅଟକି ଯିବେ। ତାପରେ ରୁବି ଆସି ସଞ୍ଜୀବକୁ କହିବେ, ବାଃ କି ବଢ଼ିଆ ଫ୍ରେଣ୍ଡସିପ୍ ତୋର। ସେ କହିଲା ଆଉ ତୁ ରହିଗଲୁ। ତୋତେ ତ ଲାଜ ଲାଗିବା କଥା। ମୁଁ ଭଲ ଭାବରେ ଜାଣିଛି ନୀଲମର ଟଙ୍କା ଦେଖି ତୁ ତାକୁ ଫସେଇଛୁ। ନିଜେ ଗୋଟେ ପୋଲିସ ଅଫିସର ହେଇ ପର ଝିଅ ବୋହୂଙ୍କ ଉପରେ ଖରାପ ନଜର ପକଉଛୁ। ତୋତେ ଟିକେ ଲାଜ ଲାଗିବା କଥା। ନୀଲମ ତା ଦେହରେ ଯୋଉ ଦାମୀ ଶାଢ଼ୀ ଆଉ ଜୁଏଲେରୀ ପିନ୍ଧୁଛି ସେତିକି ଟଙ୍କା ତ ମନ୍ଥଲି ସେଲେରୀ ବି ନୁହଁ। ତାପରେ ପଲ୍ଲବୀ ରୁବିକୁ କହିବେ, ବନ୍ଦ କରନ୍ତୁ ରୁବି ମାଉସୀ, ନୀଲମ ଦିଙ୍କ ଭୁଲ ପାଇଁ ଆପଣ ସଞ୍ଜୀବକୁ କାହିଁକି ଗାଳି ଦେଉଛନ୍ତି? ଆପଣ ଆପଣଙ୍କ ଝିଅଙ୍କୁ ବୁଝାନ୍ତୁ। ସିଏ ଯେମିତି ସଞ୍ଜୀବଙ୍କ ଫିଲିଙ୍ଗ ସହିତ ନ ଖେଳନ୍ତୁ। ଏମିତି କହି ପଲ୍ଲବୀ ସଞ୍ଜୀବକୁ କହିବେ, ସଞ୍ଜୀବ ତମେ ନୀଲମ ଦିଙ୍କ କଥାରେ ପଡ଼ନି। ବହୁତ ଫେକେଟ୍ ମାଇଣ୍ଡେଡ୍ ସେ। ଧନୀ ଘରର ଝିଅ ସେ। ଆଜି ହୁଏତ ସେ ଫିଲ୍ କରୁଛନ୍ତି ସେ ତମକୁ ଭଲ ପାଉଛନ୍ତି, କିନ୍ତୁ କାଲି ଯଦି ତାଙ୍କୁ ଆଉ କେହି ପସନ୍ଦ ଆସିଯାଏ ନା, ତାହେଲେ ସେ ତମକୁ ବି ଛାଡ଼ିଦେବେ, ଯେମିତି ସେ ତାଙ୍କ ହଜବେଣ୍ଡକୁ ଛାଡ଼ି ଦେଇଛନ୍ତି। ସେଇଥିପାଇଁ ମୁଁ ତୁମକୁ କହୁଛି ସଞ୍ଜୀବ, ତମେ ତାଙ୍କର ଶିକାର ହୁଅନି। ଯଦି ସେ ପ୍ରକୃତରେ ତମକୁ ଭଲ ପାଉଥାନ୍ତେ କି ସେ ଅନମ୍ୟାରେଡ୍ ହେଇଥାନ୍ତେ, ତାହେଲେ ଏ ରିଲେସନସିପକୁ ନେଇ କାହାର କିଛି ବି ଆପତ୍ତି ନଥାନ୍ତା, କିନ୍ତୁ ଏବେ ଏସବୁ ଆଦୌ ସମ୍ଭବ ନୁହେଁ। ତାପରେ ଆଦର୍ଶ ପଲ୍ଲବୀକୁ କହିବେ, ପ୍ଲିଜ୍ ପଲ୍ଲବୀ କୁଲ୍ ଡାଉନ୍। ତାପରେ ରୁବି କହିବେ, ଓ ଏବେ ବୁଝିଲି ଏସବୁ କାହାର ଚକ୍କର, ପ୍ରକୃତ ଖେଳ କ'ଣ ମୋତେ ସବୁ ବୁଝା ପଡ଼ିଗଲା। ଏମିତି କହି ରୁବି ମାୟାକୁ କହିବେ, ମାୟା, ପଲ୍ଲବୀ ଜାଣିଶୁଣି ଏସବୁ ଖେଳ ଖେଳିଛି। ସିଏ ହିଁ ସଞ୍ଜୀବ ଆଉ ନୀଲମକୁ ଏକାଠି କରିଛି ଏଇଥିପାଇଁ ଯେ ସେ ଚାହୁଁଛି ଆମ ମା ଝିଅ ଭିତରେ ସବୁବେଳେ ଏମିତି ଝଗଡ଼ା ଲାଗିଥାଉ। ଏସବୁ ହେଉଛି ଏ ପଲ୍ଲବୀର କରାମତି। ଛାଡ଼, ତା ଛଡ଼ା ଆଉ କିଛି ବି ନୁହଁ। ତାପରେ ନୀଲମ କହିବେ, ସେଟ୍ ଅପ୍ ମାମା, ସବୁବେଳେ ସବୁ କଥାରେ ପଲ୍ଲବୀଙ୍କୁ ବ୍ଲେମ୍ କରିବା ବନ୍ଦ କର ତମେ। ଏଥିରେ ତାର କିଛି ବି ଭୂମିକା ନାହିଁ। ଏ ଯାହା ସବୁ ହେଉଛି ସବୁ କିଛି ମୋ ନିଷ୍ପତ୍ତି। ଏଇଥିପାଇଁ ନା ପଲ୍ଲବୀ ଫୋର୍ସ କରିଛି ନା ସଞ୍ଜୀବ। ତାପରେ ରୁବି ନୀଲମକୁ କହିବେ, ତୁ ମୋ ସହିତ ଏମିତି ଢଙ୍ଗରେ କଥା ହେବାକୁ ସାହସ କେମିତି କଲୁ ନୀଲମ, କେମିତି? ତାପରେ ନୀଲମ କହିବେ, ଯଦି ତମେ ଏ ମ୍ୟାଟରକୁ ଏମିତି ରଙ୍ଗ ଦେଇ କହିବ ତାହେଲେ ମୁଁ ଆଉ କ'ଣ କରିବି କୁହ? ପ୍ରଥମେ ତମେ ତମ ଜିଦକୁ ଆୟତ୍ତ କରିବା ଶିଖ। ତମେ ଯୋଉ ଦିନ ଚୁପ୍ ହେଇଯିବ ସେଦିନ ଏ ଘରେ ସବୁ ଲୋକ ଶାନ୍ତିରେ ରହିବେ। ତାପରେ ରୁବି କହିବେ, ନୀଲମ। ତାପରେ ନୀଲମ କହିବେ, ହଁ, ତମେ ଆଜି ମୋ ମୁହଁ ବନ୍ଦ କରିପାରିବନି। ଆଜି ପର୍ଯ୍ୟନ୍ତ ତମେ ମୋତେ କେବେ ବି ମୋ ଢଙ୍ଗରେ ବଞ୍ଚିବାକୁ ଦେଇନ। ସବୁବେଳେ ମୋ ଲାଇଫରେ ଇଣ୍ଟରଫିୟର କରୁଛ ତମେ। ଏମିତିକି ମୋ ବାହାଘର ବି ତମେ ତମ ଇଚ୍ଛାରେ କରେଇଛ। ଆଉ ସେଇ କଥାର ସଜା ଆଜି ମୁଁ ଭୋଗୁଛି। ଆଉ ସବୁଠୁ ବଡ଼ ଦୁଃଖର କଥା ଏଇଆ ଯେ ତମେ ଏଇଠି ଆସି ଡେରା ପକେଇଛ, ଆଉ ମୁଁ ଏଇଠି ରହେ ସେଇଟା ତମେ ଚାହୁଁନ, ଆଉ ସେଇଥିପାଇଁ ତମେ ଏସବୁ କରୁଛ। ମୁଁ ମୋ ସାଙ୍ଗକୁ
କ'ଣ ଡିନର ପାଇଁ ଘରକୁ ଡାକି ପାରିବେନି? ତାପରେ ରୁବି କହିବେ, ମୋ ପରମିଶନ ବିନା ତୁ ଏଠିକି କାହାକୁ ବି ଡାକି ପାରିବୁନି ନୀଲମ, କାହାରିକୁ ବି ନୁହେଁ। ତାପରେ ଦାଦିମା କହିବେ, ଚୁପ୍, ଏକଦମ ଚୁପ୍। ଏମିତି କହି ଦାଦିମା ନୀଲମକୁ ଯାଇ କହିବେ, ନୀଲମ ଚାହା ମୋ ଆଡ଼କୁ। କହ, ତୁ ମୋତେ ସତ କଥା କହ। ତୁ ତୋ ସ୍ୱାମୀଙ୍କୁ ଛାଡ଼ି ତୁ ଏଇଠି ଆସିକି ରହୁଛୁ। ନା ମୁଁ ତୋତେ ଦେଖିଛି କେବେ ତୁ ତାକୁ ଫୋନ୍ କରିଛୁ, ନା ସେ ତୋତେ ଫୋନ୍ କରିକି କଥା ହେଉଛି, ନା କେବେ ବି ତା କଥା ମନେ ପକାଇ ତୁ ଦୁଃଖରେ ବସିଛୁ ସେଇଟା ମୁଁ ଦେଖିଛି, କେବେ ବି ମୁଁ ଦେଖିନି। ଶୁଣ, ପ୍ରକୃତ ସତ ଘଟଣା କ'ଣ ମୋତେ କହ, ସବୁ କହ। ଏମିତି କହି ଦାଦିମା ମାୟାକୁ କହିବେ, ମାୟା, ମୁଁ ବି ଦେଖିଛି ତୁ ବଡ଼ ବଦମାସ ଅଛୁ। ଆରେ ତୋରି ଆଖି ସାମ୍ନାରେ ତୋରି ଝିଆରୀର ଏମିତି ଅବସ୍ଥା ହେଉଛି, ତୋ ମନରେ କ'ଣ ଟିକେ ବି କେବେ ବି ଖଟକା ଲାଗିନି? ବା ତୁ ତୋ ଦିଦିକୁ କେବେ ପଚାରି ପାରିଲୁନି? ତାପରେ ମାୟା କହିବେ, ଏକ୍ଚୁଆଲି ପିଇସି ମା, ଏ କଥା ମୋ ମନକୁ କେବେ ବି ଆସିନି। ତାପରେ ଦାଦିମା କହିବେ, ହଉ ଠିକ୍ ଅଛି ଠିକ୍ ଅଛି, ଏବେ ଯେତେବେଳେ କଥା ଉଠିଲାଣି ତ ସତ କଥାର ସମାଧାନ ହେବା ଦରକାର। ଏମିତି କହି ଦାଦିମା ନୀଲମକୁ କହିବେ, ନୀଲମ, ତୁ ତୋ ପତିକୁ ଛାଡ଼ିକି ସଞ୍ଜୀବ ସାଙ୍ଗରେ ସମ୍ପର୍କ ଗଢ଼ିବାକୁ ବସିଲୁଣି। ଶୁଣ, ପ୍ରକୃତ ସତ କ'ଣ ସବୁ ଗୋଟେ ଗୋଟେ ଲେଖେ କହ। ତୁ ତୋ ପତିକୁ ଛାଡ଼ିକି ଏଠି କାହିଁକି ରହୁଛୁ? କହ ସବୁ। ତାପରେ ନୀଲମ ବହୁତ କାନ୍ଦିବେ ଆଉ କହିବେ, ଡରରେ ଦାଦିମା, ତାଙ୍କ ଡରରେ ମୁଁ ତାଙ୍କ ଡରରେ ଲୁଚିକି ଆସିକି ଏଇଠି ଅଛି। ତାପରେ ରୁବି କହିବେ, ନୀଲମ ତୁ ଚୁପ୍ ରୁହ, ବନ୍ଦ କରେ ତାମସା, ବହୁତ ହେଇଗଲା। ତାପରେ ପଲ୍ଲବୀ ଦାଦିମାଙ୍କୁ କହିବେ, ଦାଦିମା, ପ୍ରକୃତ ସତ କଥା ହେଲା ନୀଲମ ଦିଙ୍କ ହଜବେଣ୍ଡ ତାଙ୍କୁ ବହୁତ ଟର୍ଚର କରନ୍ତି। କଥା କଥାରେ ତାଙ୍କ ଉପରକୁ ହାତ ଉଠେଇ ତାଙ୍କୁ ମାଡ଼ ମାରନ୍ତି। ଖାସ୍ ସେଇଥିପାଇଁ ନୀଲମ ଦି ତାଙ୍କ ପାଖରୁ ଖସି ଇଣ୍ଡିଆ ଚାଲି ଆସିଛନ୍ତି ଆଉ ଏଇଠି ଆସି ରହୁଛନ୍ତି। ତାପରେ ଆଦର୍ଶ କହିବେ, କିନ୍ତୁ ପଲ୍ଲବୀ, ତମେ ଏସବୁ କଥା କେମିତି ଜାଣିଲ? ତାପରେ ପଲ୍ଲବୀ କହିବେ, ମୁଁ ଗୋଟେ ପୋଲିସ ଅଫିସର ଆଦର୍ଶ। ଯୋଉ ସବୁ ପ୍ରଶ୍ନ ଏବେ ଦାଦିମା ମନରେ ଆସୁଛି ସେ ସବୁ ପ୍ରଶ୍ନ ଅଲରେଡି ମୋ ମନକୁ ଆସି ସାରିଥିଲା। ଜଣଙ୍କର ହଜବେଣ୍ଡ ଥାଉ ଥାଉ ସିଏ ଆସିକି ଏଇଠି କାହିଁ ରହୁଛନ୍ତି? ଆଉ ତାଙ୍କ ହଜବେଣ୍ଡଙ୍କ ବିଷୟରେ ସେ କେବେ କାହିଁକି ଆଲୋଚନା କରୁନାହାନ୍ତି? ଖାସ୍ ସେଇଥିପାଇଁ ସିକ୍ରେଟଲି ମୁଁ ଏସବୁ ବିଷୟରେ ଇନକ୍ୱାରି କଲି ଆଉ ମୁଁ ଏସବୁ କଥା ଜାଣିବାକୁ ପାଇଲି। କିନ୍ତୁ ମୁଁ ଏସବୁ କାହାରି ଆଗରେ କହିବା କିଛି ଠିକ୍ ମନେ କଲିନି। ସେଇଥିପାଇଁ ମୁଁ ଏଇ କଥାକୁ ଆଜି ପର୍ଯ୍ୟନ୍ତ ମୋ ପାଖରେ ଲୁଚେଇ ରଖିଲି। ତାପରେ ନୀଲମ ବହୁତ କାନ୍ଦିବେ। ତାପରେ ସଞ୍ଜୀବ ଚାଲି ଯାଉଥିବେ। ତାପରେ ମାୟା ରୁବିକୁ କହିବେ, ଦିଦି, ତୁ ଆଉ ନୀଲମ ଦି ଜଣ ଯାକ ଏତେ ଦିନ ଧରି ମୋ ଘରେ ରହିଛ, ହେଲେ ଥରୁଟିଏ ପାଇଁ ବି ଏ ବିଷୟରେ ମୋ ସାଙ୍ଗରେ ସେୟାର କରିପାରିଲନି। ମୋତେ ଦୁଃଖ ଲାଗୁଛି ଦିଦି। ମୁଁ ତୋ ଉପରେ ଏତେ ଭରସା କଲି, ହେଲେ ତୁ ମୋ ଉପରେ ଟିକେ ବି ଭରସା କରିପାରିଲୁନି।